ମୁଁ ନେଇଥିଲି 5 ତାରିଖ ଘୋଷଣା କଲେ ମଣ୍ଡିର 17-18 ତାରିଖ ତ କିଛି ମଣ୍ଡିର ନା ଟୋକନ ଆସିଛି ନା ସେ ଅଖା ବସ୍ତା ଦେଇଛନ୍ତି ମିଲର ମାନେ ନା ଟାର୍ଗେଟ ଦିଆଯାଇଛି ପ୍ୟାକ୍ସ ମାନଙ୍କୁ। ଏହାଦ୍ୱାରା ଛୋଟ ଚାଷୀଟା ବହୁତ ଅସୁବିଧାରେ ପଡ଼ିବ। ବ୍ଲାକ୍ ମାର୍କେଟିଂ ମିଡିଲ ମ୍ୟାନ୍ ଦ୍ୱାରା ସେ ତାଙ୍କୁ ମାନେ ହେରାସମେଣ୍ଟ ହେବ, ଲସ୍ ହେବ। ଆଉ ସରକାରଟା ଜାଣି ଶୁଣିକରି ଏ କାମଟା କରୁଛନ୍ତି, ଏଇଟା ଆମକୁ ଯାହା ଜଣାପଡ଼ୁଛି। ଆପଣ ଯଦି ଦେଖିବେ ମଣ୍ଡିରେ କିଣା ବିକାଟା ଆଗରୁ ଆରମ୍ଭ ହେବା କଥା, ଆଇନ ଦେଖିକରି ଲୋକଙ୍କୁ ଟାର୍ଗେଟ ଦିଆଯିବା କଥା। କିନ୍ତୁ ଆମେ ଦେଖୁଛୁ ସବୁ ଉଲ୍ଟା ସିଧା ହେଉଛି। ଏ ସରକାରଟା ଚାଷୀ ପାଇଁ ଅଛି ନା ଚାଷୀ ବିରୋଧୀ ସରକାର ଅଛି, ତା ଦ୍ୱାରା ଆପଣମାନେ ଚିନ୍ତା କରିପାରିବେ। ସାର୍ ଏବେ ଚାଷୀମାନେ ପୁରା ରାଜରାସ୍ତାକୁ ଓହ୍ଲାଉଛନ୍ତି। ଯଦି ମଣ୍ଡିରେ କିଣା ବିକା ହେବନି, ଚାଷୀଙ୍କ ନାଁରେ ବୋନସ୍ ଆପଣ ଘୋଷଣା କରିବେ କିନ୍ତୁ ଧାନ ନେଇ କିଣିବେ, ଲାଭ କ'ଣ ଅଛି? ତେଣୁ ନିଶ୍ଚୟ ଚାଷୀଟା ରାଜରାସ୍ତାକୁ ଆସିବେ, ପ୍ରଦର୍ଶନ କରିବେ, ଘେରାଉ କରିବେ। ଚାଷୀମାନଙ୍କ ଅଧିକାରଟା ପୂରଣ କରିବା ନିହାତି ଦରକାର ଅଛି। ମୁଁ ସ୍ୱୟଂ ମୁଖ୍ୟମନ୍ତ୍ରୀ ଗୋଟେ ଚିଠି ଲେଖିଛି କି ଶୀଘ୍ର ହିଁ ମଣ୍ଡିଟା ଖୋଲାଯାଉ ଆଉ ଚାଷୀର ଧାନ କିଣା ବିକାଟା ଆରମ୍ଭ କରାଯାଉ। ସାର୍ ରାଜ୍ୟରେ ବିଜେପି ସରକାର ବନାବାର ପାଖାପାଖି 1.5 ବର୍ଷ ହୋଇଗଲା। ଆପଣ ସରକାରকে 10 ମାର୍କରୁ କେତେ ମାର୍କ ଦେବେ ସାର୍? ମୁଁ ମାର୍କ ଦେବା ଏବେ ଆରମ୍ଭ କରିନି, କାହିଁକି ଯାହା ଘୋଷଣା ସେମାନେ କରୁଛନ୍ତି ସେ ଘୋଷଣା ହିସାବରେ ପାଳନ ହୋଇଯାଇଛି। ଆଉ ବାସ୍ତବରେ ଗ୍ରାଉଣ୍ଡରେ କିଛି କାମଟା ହେଇପାରୁନି। ଭ୍ରଷ୍ଟାଚାର ବଢ଼ିଯାଇଛି, ଅବ୍ୟବସ୍ଥା ବଢ଼ିଯାଇଛି, ଅଫିସର ରାଜ ବଢ଼ିଯାଇଛି। ଆଉ ଆମେ ଯଦି ଦେଖିବା ସୁରକ୍ଷା, ମହିଳା ସୁରକ୍ଷାଟା ସବୁ ନଷ୍ଟ ହୋଇଯାଇଛି। ପ୍ରତିଦିନ ଗୋଟେ ରେପ୍, ମର୍ଡର ନା ସେକ୍ସୁଆଲ ହାରାସମେଣ୍ଟର କେସ୍ ଆସୁଛି ଝିଅମାନଙ୍କ ଉପରେ, ନାବାଳିକ ଝିଅମାନଙ୍କ ଉପରେ, ସ୍କୁଲ ଝିଅମାନଙ୍କ ଉପରେ, କଲେଜ ଝିଅମାନଙ୍କ ଉପରେ। ତେଣୁ ଏହି ପ୍ରକାର ବ୍ୟବସ୍ଥା ମୁଁ ଆଗରୁ ଓଡ଼ିଶାରେ କେବେ ଦେଖିନଥିଲି। ଧନ୍ୟବାଦ।